ଚନ୍ଦ୍ର ଗୋଚର 2 ଜୁଲାଇ 2026 ମନର ସୂଚକ ଗ୍ରହ ହେଉଛନ୍ତି ଚନ୍ଦ୍ର। ଚନ୍ଦ୍ର ଗ୍ରହ କିମ୍ବା ନକ୍ଷତ୍ର ପରିବର୍ତ୍ତନ ସମସ୍ତ 12ଟି ରାଶି ଉପରେ ଗଭୀର ପ୍ରଭାବ ପକାଇଥାଏ। ଚନ୍ଦ୍ରକ ଗୋଚର ସମୟ ସବୁଠାରୁ କମ୍ ସମୟ ପାଇଁ ହୋଇଥାଏ, କିନ୍ତୁ ଏହାର ଶୁଭ କିମ୍ବା ଅଶୁଭ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ, ଯାହା ଫଳରେ ଜୀବନରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଚନ୍ଦ୍ର 10 ଜୁଲାଇ 2026 ଶୁକ୍ରବାର ସନ୍ଧ୍ୟା 6:44ରେ ବୃଷ ରାଶିରେ ପ୍ରବେଶ କରିବେ। ଏହି ଦିନ ଯୋଗିନୀ ଏକାଦଶୀ ବ୍ରତ ପାଳନ କରାଯାଉଥିବାରୁ ଚନ୍ଦ୍ରର ଏହି ଗମନ ବହୁ ଶୁଭ ପ୍ରମାଣିତ ହେବାକୁ ଯାଉଛି। 12 ଜୁଲାଇ 2026 ପର୍ଯ୍ୟନ୍ତ ଚନ୍ଦ୍ର ବୃଷ ରାଶିରେ ଗମନ କରିବ। ଏହି ଚନ୍ଦ୍ର ଗମନରୁ 4ଟି ରାଶି ଲୋକଙ୍କୁ ବିଶେଷ ଲାଭ ମିଳିବ। ପ୍ରଥମ ରାଶି ବୃଷ। ବୃଷ ରାଶିର ଜାତକ ବ୍ୟକ୍ତିଙ୍କ ଉପରେ ଚନ୍ଦ୍ରଙ୍କ ଭ୍ରମଣ ସକାରାତ୍ମକ ପ୍ରଭାବ ପକାଇବ। ଆର୍ଥିକ ଲାଭର ଦ୍ୱାର ଖୋଲିବ ଏବଂ ବ୍ୟବସାୟ ବୃଦ୍ଧି ପାଇବ। ଖୁବ୍ ଶୀଘ୍ର ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିବ। ଭଲ ଖବର ମିଳିବାର ସୁଯୋଗ ଅଛି। ବ୍ୟକ୍ତିମାନେ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବେ। ବହୁଦିନର ଇଚ୍ଛା ପୂରଣ ହୋଇପାରେ। ବୃଷ ରାଶିରେ ଚନ୍ଦ୍ରଙ୍କ ଭ୍ରମଣ କର୍କଟ ରାଶିର ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଲାଭ ଆଣିପାରେ। ଜଣେ ପ୍ରମୁଖ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବାର ଯୋଗ ରହିଛି। ଆର୍ଥିକ କ୍ଷତି ସମସ୍ୟା ଶୀଘ୍ର ସମାଧାନ ହୋଇପାରେ। ଆପଣଙ୍କୁ ଆପଣଙ୍କ ବଡ଼ ଭାଇ ଏବଂ ଭଉଣୀଙ୍କ ଠାରୁ ସମର୍ଥନ ମିଳିବ। ଆପଣ ସ୍ଥଗିତ କାର୍ଯ୍ୟଗୁଡ଼ିକ ସମାପ୍ତ କରିବେ ଏବଂ ଆପଣଙ୍କ ମନ ଶାନ୍ତ ରହିବ। ତୁଳା ରାଶିରେ ଚନ୍ଦ୍ରଙ୍କ ପ୍ରବେଶ ଅତ୍ୟନ୍ତ ଶୁଭ ହେବ। ଆର୍ଥିକ ବିବାଦରେ ଅନ୍ତ ହେବ। କୌଣସି ବଡ଼ ଇଚ୍ଛା ପୂରଣ ହୋଇପାରେ କିମ୍ବା ଅଟକି ରହିଥିବା ସଫଳତା ମିଳିପାରେ। ମାନସିକ ଚାପରୁ ମୁକ୍ତି ମିଳିବ। ସରକାରୀ ମାମଲାରେ ଆପଣଙ୍କୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମର୍ଥନ ମିଳିବ। ବୃଷ ରାଶି। ବୃଷ ରାଶିରେ ଚନ୍ଦ୍ରଙ୍କ ଗମନ ମକର ରାଶି ପାଇଁ ଲାଭଦାୟକ ହୋଇପାରେ। ହଠାତ୍ ଆର୍ଥିକ ଲାଭ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିପାରେ। ନୂଆ ଚାକିରି ପାଇଁ ଆପଣଙ୍କ ସନ୍ଧାନ ସଫଳ ହେବ। ଏକ ସୁବର୍ଣ୍ଣ ସୁଯୋଗ ଆପଣଙ୍କ ପାଇଁ ଅପେକ୍ଷା କରିଛି। ଆପଣଙ୍କର ଚିନ୍ତାଧାରା ସକାରାତ୍ମକ ହେବ।